ନା ସିଏ ମୋ ଝିଅକୁ ପ୍ରେମ କରୁଛି। ହଁ ସତେ ନା କଣ? ଆପଣ ଆପଣ ତାଙ୍କ ଶାଶୁ ମା? ହଁ ଆପଣ ରାଜି ତ ପିୟୁଷ? ନା ମୁଁ ରାଜି ନୁହଁ। ପିୟୁଷଙ୍କ ଭଳି କଳାକାର ତାଙ୍କୁ ଆପଣ ରାଜି? ନା ସେ ବ୍ୟାଡ୍ ବୟ। ଏଇଟା କଣ ଭଲ କାମ କଲେ ଆପଣ? ହଁ ମୁଁ ମୋର ଗୋଟେ ଭଲ ଜ୍ୱାଇଁଟେ ବାଛିବି ନା, ଆଉ ମୁଁ ମୋ ଝିଅ ପାଇଁ ଆଉ ଗୋଟେ ବ୍ୟାଡ୍ ବୟଟାକୁ ବାଛିବି କି? ପିୟୁଷ କଣ ଭଲ ନୁହେଁ? ନା ତା ମାନେ ଏଇ ମ୍ୟୁଜିକ ଭିଡିଓରେ ତା ଚରିତ୍ର ବୋଧେ ଭଲ ନୁହେଁ। ଆଉ ମୁଁ ତ ଏତେ ବାଟ ଯାଇନି, ଜାଣିନି ସେ ବୋଧେ ଏତେ ସୁନ୍ଦର କେମିତି ଦେଖାଯାଉଛନ୍ତି ଦିନକୁ ଦିନ? ମୁଁ ସୁନ୍ଦର ଦେଖାଉନି, ତମମାନଙ୍କର ଭଲ ପାଇବା ମତେ ବେଶୀ ସୁନ୍ଦର କରିଦଉଛି। ମୁଁ ଏମିତି ବି ମାନେ ନର୍ମାଲ ତମମାନଙ୍କ ଭଳିଆ, କିନ୍ତୁ ତମମାନେ ଯୋଉ ଏତେ ଭଲ ପାଉଛ ନା, ତେଣୁ ଅପାର ଗୁହ ବି ସୁନ୍ଦର ଦେଖାଯିବ ତମକୁ। ସେ ତ ଛୋଟିଆଟିଏ ହେଇଥିଲା ମୋ ସାଙ୍ଗରେ ଆକ୍ଟିଂ କରିବା ପାଇଁ ଆସିଥିଲା, ପିୟୁଷକୁ ବୋଲି ଡାକେ। ଛୋଟିଆଟିଏ ହେଇଥିଲା, ସେ ମୋ ସାଙ୍ଗରେ ଆକ୍ଟିଂ କରିବା ପାଇଁ ଆସିଥିଲା। ଆଉ ତାପରେ ତ ସେ ଗୋଟେ ବହୁତ ବଡ଼ ଆର୍ଟିଷ୍ଟ ହେଇଗଲା, ଗୋଟେ ଯାତ୍ରାରେ ଯାଇକି ଆକ୍ଟିଂ କଲା, ସିରିଏଲ ଫିରିଏଲ ଟିକେ ଛାଡ଼ିଦେଲା, ଟିକେ ଦୂରେଇ ଗଲା ସବୁ ସିରିଏଲ ଫିରିଏଲଠୁ। ତେଣୁ ତା ସାଙ୍ଗରେ ଆଉ କିଛି ଦିନ ହେଲା ଟିକେ ଇଏ ନଥିଲା। ପୁଣି ଆସିକି ପହଞ୍ଚିଲୁ, ପୁଣି ସାଙ୍ଗ ହେଇଗଲୁ। ଆମେ ତ ସବୁ ଗୋଟିଏ ଘାଟର ଇଏ, ଯୁଆଡ଼େ ଗଲେ ବି ଗୋଳେଇ ଗାଳେଇ ହେଇ ଆସିକି ପୁଣି ସେଇ ଦେଖା ସାକ୍ଷାତ ହବ। ଯାତ୍ରା ଆର୍ଟିଷ୍ଟ ମାନେ ମୁଁ ଭାବେ ବୋଧେ ବହୁତ ପରିଶ୍ରମ କରନ୍ତି ସେମାନେ। ଦିନଟା ସାରା ତାଙ୍କ ନଷ୍ଟ ହେଇଯାଏ ଶୋଇ ଶୋଇକି, ରାତିରେ ଖଟିବାକୁ ପଡ଼େ, ପରିଶ୍ରମ କରିବାକୁ ପଡ଼େ। ମୁଁ ବହୁତ ଡ୍ରାମା କରେ, ଡ୍ରାମା କରିବାକୁ ମୁଁ ଭଲ ପାଏ, କିନ୍ତୁ ମୁଁ ଭାବେ ଯାତ୍ରାଟା ବୋଧେ ବହୁତ ପରିଶ୍ରମ। ମୁଁ ସାହସ ପାଉନି, ବୁଢ଼ୀ ହେଇଗଲାଣି ତ ସାହସ ପାଉନି। ମତେ ସେ ଟିକି ବୋଲି ଗୋଟେ ଝିଅଟି ଅଛି, ତାର ଅଭିନୟ ମତେ ବହୁତ ଭଲ ଲାଗେ। ହଁ ବହୁତ ଭଲ। ନା ଗୁଡ୍ ବାय, ଗୁଡ୍, ଭେରି ଗୁଡ୍ ବାୟ ପିୟୁଷ। ଦର୍ଶକଙ୍କ ପାଇଁ ବ୍ୟାଡ୍ ବୟ। ସେ ନେଗେଟିଭ କରୁଛି ବୋଲି ଆଉ। ହଁ ହଁ ପ୍ରବଳ ପ୍ରବଳ ଜ୍ୱରରେ ଏକଦମ ଗାଧେଇବା ସିନ୍ ହେଇଛି। ବିଜୟ ଭାଇଙ୍କର ଗୋଟେ ସିନ୍ରେ ବିଜୟ ଭାଇଙ୍କ 104 ଜ୍ୱର। ସେଇଦିନ ସୁଟିଂ ଅଫ୍ ସରିବ, ସେଦିନ ସୁଟିଂ। କିନ୍ତୁ ପାର୍ବତୀ ଘୋଷ ପାଣି କୂଅରୁ କାଢ଼ିବେ, ବିଜୟ ମହାନ୍ତିଙ୍କ ଉପରେ ଢାଳିବେ, ସେ ଗାଧେଇବେ। କଥା ଭଲ ଲାଗୁଛି, ଚାଲି ଭଲ ଲାଗୁଛି, ସବୁ ଭଲ ଲାଗୁଛି। ଆଉ ଯଦି ଥରେ ଅପା ଉପରେ ଚିଡ଼ି ଯିବ, ରାଗିଯିବ, ହା ଗୋଟେ ବେକାରିଆ ଆର୍ଟିଷ୍ଟ, ଜମା ଭଲ ନୁହଁ, ତା ବ୍ୟବହାର ଭଲ ଚାଲିଲା। ତାପରେ ଏତେ ସୁନ୍ଦର କେମିତି ଦେଖାଯାଉଛନ୍ତି ଦିନକୁ ଦିନ? ମୁଁ ସୁନ୍ଦର ଦେଖାଉନି, ତମମାନଙ୍କର ଭଲ ପାଇବା ମତେ ବେଶୀ ସୁନ୍ଦର କରିଦଉଛି। ମୁଁ ଏମିତି ବି ମାନେ ନର୍ମାଲ ତମମାନଙ୍କ ଭଳିଆ, କିନ୍ତୁ ତମମାନେ ଯୋଉ ଏତେ ଭଲ ପାଉଛ ନା, ତେଣୁ ଅପାର ଗୁହ ବି ସୁନ୍ଦର ଦେଖାଯିବ ତମକୁ। ଦର୍ଶକମାନଙ୍କ ହୃଦୟରେ ଆପଣ ଆଜି ବି ସେତିକି ଅଛନ୍ତି। ସେଇପା ଭଲ ପାଇବା କହିଲି ଗୋଟେ କଥା, ଭଲ ପାଇବା, କେବଳ ଭଲ ପାଇବା ପାଇଁ ଆଜି ମୁଁ ଏଇଠି ଅଛି। ତମମାନେ ମତେ ଭଲ ପାଉଛ, ଦର୍ଶକମାନେ ଭଲ ପାଉଛନ୍ତି, ସେଇଟା ହଉଛି ଗୋଟେ ଆର୍ଟିଷ୍ଟର ସବୁଠୁ ବଡ଼ ପାଉଣା। ଆଚ୍ଛା, ଆପଣ ଆମକୁ ତ ଭଲ ପାଉଛନ୍ତି, ଆମେ ବି ଆପଣଙ୍କର ମୁହଁ ଛଡା ଅନ୍ୟମାନେ ସବୁ କିଛି ବି ଭଲ ପାଉଛୁ। ତ ପିୟୁଷକୁ ଆପଣ କେତେ ଭଲ ପାଉଛନ୍ତି? ମୁଁ ବହୁତ ଭଲ ପାଏ ତାକୁ। ମାନେ ତା ସାଙ୍ଗରେ ସେ ତ ଛୋଟିଆଟିଏ ହେଇଥିଲା, ମୋ ସାଙ୍ଗରେ ଆକ୍ଟିଂ କରିବା ପାଇଁ ଆସିଥିଲା, ପିୟୁଷକୁ ବୋଲି ଡାକେ। ଛୋଟିଆଟିଏ ହେଇଥିଲା, ସେ ମୋ ସାଙ୍ଗରେ ଆକ୍ଟିଂ କରିବା ପାଇଁ ଆସିଥିଲା। ଆଉ ତାପରେ ତ ସେ ଗୋଟେ ବହୁତ ବଡ଼ ଆର୍ଟିଷ୍ଟ ହେଇଗଲା, ଗୋଟେ ଯାତ୍ରାରେ ଯାଇକି ଆକ୍ଟିଂ କଲା, ସିରିଏଲ ଫିରିଏଲ ଟିକେ ଛାଡ଼ିଦେଲା, ଟିକେ ଦୂରେଇ ଗଲା ସବୁ ସିରିଏଲ ଫିରିଏଲଠୁ। ତେଣୁ ତା ସାଙ୍ଗରେ ଆଉ କିଛି ଦିନ ହେଲା ଟିକେ ଇଏ ନଥିଲା। ପୁଣି ଆସିକି ପହଞ୍ଚିଲୁ, ପୁଣି ସାଙ୍ଗ ହେଇଗଲୁ। ଆମେ ତ ସବୁ ଗୋଟିଏ ଘାଟର ଇଏ, ଯୁଆଡ଼େ ଗଲେ ବି ଗୋଳେଇ ଗାଳେଇ ହେଇ ଆସିକି ପୁଣି ସେଇ ଦେଖା ସାକ୍ଷାତ ହବ। ନା ସିଏ ମୋ ଝିଅକୁ ପ୍ରେମ କରୁଛି। ସତେ ନା କଣ? ଆପଣ ତାଙ୍କ ଶାଶୁ ମା? ହଁ। ଆପଣ ରାଜି ତ ପିୟୁଷ? ନା ମୁଁ ରାଜି ନୁହଁ। ପିୟୁଷଙ୍କ ଭଳି କଳାକାର ତାଙ୍କୁ ଆପଣ ରାଜି? ନା ସେ ବ୍ୟାଡ୍ ବୟ। ପିୟୁଷ ମାନେ ତା ଏଇ ମ୍ୟୁଜିକ ଭିଡିଓରେ ତା ଚରିତ୍ରଟା ହଉଛି ଗୋଟେ ବ୍ୟାଡ୍ ବୟ। ତେଣୁ ମୁଁ ଚାହୁଁନି ମୋ ଝିଅକୁ ତାକୁ ବାହା ଦେବା ପାଇଁ। ସେଥିପାଇଁ ପିୟୁଷ ତ ଅଲରେଡି ବିବାହିତ। ନା ଏଇଟା କଣ ତାଙ୍କ ସେକେଣ୍ଡ ମ୍ୟାରେଜ? ନା ନା ସିଏ ବିବାହିତ, ତାର କଣ ଅଛି ନା ଆମ ଏଠି। ହଁ ଏଇଟା ସୁଟିଂଟା ଆଉ। ଓକେ, କଣ କହିବେ ମ୍ୟୁଜିକ ଭିଡିଓରେ ଆପଣ ନଜର ଆସୁଛନ୍ତି? ଆପଣ ଏତେଟା ନଜର ଆସନ୍ତିନି ମ୍ୟୁଜିକ ଭିଡିଓରେ? ହଁ, ମୁଁ ବିଶେଷ ମ୍ୟୁଜିକ ଭିଡ଼ିଓ କରେନି, କିନ୍ତୁ ଏଇଟା ଗୋଟେ ମୋତେ ବହୁତ ରିକ୍ୱେଷ୍ଟ କଲେ, କହିଲେ ଅପା ଏଇଟା ଗୋଟେ ବହୁତ ହାଇ ବଜେଟ୍ର ଗୋଟେ ହେଉଛି, ଗୋଟେ ବହୁତ ଭଲ ଇଏଟେ, ଆପଣ ଆସନ୍ତୁ କରିବେ, କିଛି ଅସୁବିଧା ନାହିଁ। ଆଉ ସବୁ ଭଲ ଭଲ ଆର୍ଟିଷ୍ଟ ଅଛନ୍ତି। ଆଉ ବେଶୀ ସମୟ ବି ଆପଣଙ୍କଠୁ ନେବୁନି,
ବେଶୀ ରାତି ବି କରିବୁନି ତେଣୁ ଆପଣଙ୍କୁ ଶୀଘ୍ର ଛାଡ଼ିଦେବୁ ଆଉ ଆମକୁ ଟିକେ ସମୟ ଦିଅନ୍ତୁ। ମୁଁ କହିଲି ହଉ ଠିକ୍ ଅଛି କରିବି ଯାଇକି ଆଉ ଏବେ ତ କିଛି ସିରିଏଲ୍ ଫିରିଏଲ୍ ସୁଟିଂ ନଥିଲା ମୁଁ ସେଥିପାଇଁ ହଁ ମାରିଲି ଆଉ ଆସିଲି ଆଉ। ଆଚ୍ଛା ଆପଣଙ୍କ ପିୟୁଷଙ୍କ ବାହାଘର ଭାଙ୍ଗି ଦେଇଛନ୍ତି ଆପଣ? ହଁ କାହିଁକି? କାଲି ସେ ସିନ୍ ହେଇଯାଇଛି ବାହାଘର ଭାଙ୍ଗି ଯାଇଛି ମୁଁ ଅନ୍ୟ ଜାଗାରେ ମୋ ଝିଅକୁ ବାହା କରିଦେଉଛି। ଏଇଟା କଣ ଭଲ କାମ କଲେ ଆପଣ? ହଁ ମୁଁ ମୋର ଗୋଟେ ଭଲ ଜ୍ୱାଇଁଟେ ବାଛିବି ନା ଆଉ ମୁଁ ମୋ ଝିଅ ପାଇଁ ଆଉ ଗୋଟେ ବ୍ୟାଡ୍ ବୟଟାକୁ ବାଛିବି କି? ପିୟୁଷ କଣ ଭଲ ନୁହେଁ? ନା ତା ମାନେ ଏଇ ମ୍ୟୁଜିକ୍ ଭିଡ଼ିଓରେ ତା ଚରିତ୍ର ବୋଧେ ଭଲ ନୁହେଁ ଆଉ ମୁଁ ତ ଏତେ ବାଟ ଯାଇନି ଜାଣିନି ସେ ବୋଧେ ତାହେଲେ ଆପଣଙ୍କ ପାଇଁ ପିୟୁଷ ଆଜି ମଦ ପିଉଛନ୍ତି ସିଗାରେଟ ଟାଣୁଛନ୍ତି? ନା ମୋ ପାଇଁ ନୁହଁ ସେ ଝିଅ ପାଇଁ ସେ ହିରୋଇନ୍ ପାଇଁ। ସେଇ ତ କଥା ଆପଣ ହୁଅନ୍ତୁ କି ଆପଣଙ୍କ ପ୍ରଡକ୍ଟ ଆପଣଙ୍କ ଝିଅ। ହଁ ନା ସିଏ ମୋତେ ନାନୀ ନାନୀ ଡାକେ ଝିଅ ଭଳିଆ ଦେଖେ ବହୁତ ଭଲ ଝିଅଟିଏ ମୋତେ ବହୁତ ରେସ୍ପେକ୍ଟ ଦିଏ ଭଲ ପାଏ ଆଉ ନା ନା ଡରିବାର କିଛି ନାହିଁ ସିଏ କାହା ପାଇଁ କ'ଣ ହେଇପାରେ କିନ୍ତୁ ହୃଦୟଟା ତାର ବହୁତ ଭଲ ଆଉ ସୁପର ଆର୍ଟିଷ୍ଟ ବହୁତ ଭଲ ଆର୍ଟିଷ୍ଟ। ରାନୀ ପଣ୍ଡାଙ୍କର ଏବେ ଗୋଟେ ମ୍ୟୁଜିକ୍ ଭିଡିଓ ଗଲା। ହଁ ଦେଖିଲି ଦେଖିଲି ମ୍ୟୁଜିକ୍ ଭିଡ଼ିଓ କରିଛି ବହୁତ ବଢ଼ିଆ ସୁନ୍ଦର ଦେଖାଯାଉଛି ଭଲ କରିଛି। ଯଦି ଆପଣଙ୍କୁ ଅଫର ଆସେ ଯାତ୍ରାରୁ ନା ମୁଁ କରିପାରିବିନି ଲୋ ଯାତ୍ରା ରାତି ଅନିଦ୍ରା ହେଇପାରିବ? ନା ନା ମୁଁ କରିପାରିବିନି ମୁଁ ଟିକେ ଏତେ ମାନେ ଯାତ୍ରା ଆର୍ଟିଷ୍ଟ ମାନେ ମୁଁ ଭାବେ ବୋଧେ ବହୁତ ପରିଶ୍ରମ କରନ୍ତି ସେମାନେ ଦିନଟା ସାରା ତାଙ୍କ ନଷ୍ଟ ହେଇଯାଏ ଶୋଇକି ରାତିରେ ଖଟିବାକୁ ପଡ଼େ ପରିଶ୍ରମ କରିବାକୁ ପଡ଼େ ମୁଁ ବହୁତ ଡ୍ରାମା କରିବାକୁ ମୁଁ ଭଲ ପାଏ କିନ୍ତୁ ମୁଁ ଭାବେ ଯାତ୍ରାଟା ବୋଧେ ବହୁତ ପରିଶ୍ରମ ମୁଁ ସାହସ ପାଉନି ବୁଢ଼ୀ ହେଇଗଲାଣି ତ ସାହସ ପାଉନି। କିନ୍ତୁ ସେଠି ବି ତ ଅନେକ ବୁଢ଼ୀ ମାନେ ଅଛନ୍ତି ଯେଉଁମାନେ ଆକ୍ଟିଂ ହଁ ହଁ ସେମାନେ ତ ବହୁତ ମୋଠୁ ତ ବହୁତ ଭଲ ଭଲ ଆର୍ଟିଷ୍ଟ ମାନେ ଯାତ୍ରାରେ ଅଛନ୍ତି ଏତେ ବଢ଼ିଆ ଆର୍ଟିଷ୍ଟ ଅଛନ୍ତି ଚିନ୍ତା କରିପାରିବନି ଯେହେତୁ ସେମାନେ ମୂଳରୁ ରହିଯାଇଛନ୍ତି ସେମାନଙ୍କୁ ବି ଅସୁବିଧା ଲାଗିବ ସିନେମା କରିବା ପାଇଁ ସିରିଏଲ୍ କରିବା ପାଇଁ ସେମିତି ମୋତେ ବି ଅସୁବିଧା ଲାଗିବ ବର୍ତ୍ତମାନ ଯାଇକି ସେଠି କରିବା ପାଇଁ। ଯାତ୍ରାରେ କାହାକୁ ଭଲ ଲାଗେ ଆପଣଙ୍କୁ? ଯାତ୍ରାରେ ତ ସବୁ କ୍ୟାରେକ୍ଟର ମୋତେ ଭଲ ଲାଗନ୍ତି କମେଡ଼ି ଭଲ ଲାଗେ ନେଗେଟିଭ ଭଲ ଲାଗେ ସବୁ ଭଲ ଲାଗେ ମୋତେ। କୋଉ ଆର୍ଟିଷ୍ଟ ଭଲ ଲାଗେ? କୋଉ ଆର୍ଟିଷ୍ଟଙ୍କ ଅଭିନୟ? ମୋତେ ସେ ଟିକି ବୋଲି ଗୋଟେ ଝିଅଟି ଅଛି ତାର ଅଭିନୟ ମୋତେ ବହୁତ ଭଲ ଲାଗେ ମୁଁ ତାର ଆମେ ଗୋଟେ ଫଙ୍କସନ୍କୁ ଯାଇଥିଲୁ ଏବେ କେଉଁଝରରେ 2 ଜଣ ଯାକ ଗୋଟେ ଆୱାର୍ଡ଼ ପାଇଲୁ ସେଇଠି ମୋ ସାଙ୍ଗରେ ଦେଖା ହେଲା ବହୁତ ମାନେ ଭଲ ଲାଗିଲା ଭାରି। ମୁଁ ଯାତ୍ରା ଦେଖିନି ବାହାରିଲି ଯାତ୍ରା ଦେଖିବା ପାଇଁ ସମସ୍ତେ କହିଲେ ନାଇଁ ଅପା ଯାଉନି ସେଠି ବସିପାରିବନି ଅସୁବିଧା ହେବ ବହୁତ ଭିଡ଼ ପିୟୁଷ କହୁଛି ତ ଏବେ ନେଇଯିବ କହିଲେ ମୁଁ ବଢ଼ିଆ ଜାଗାରେ ବସେଇଦେବି ତ ମୁଁ ଦେଖିକି ଆସିବ ମୁଁ କହିଲି ସେ ହାଇଦରଟା ଦେଖିବା ପାଇଁ ଭାରି ଇଚ୍ଛା ଥିଲା ଖଣ୍ଡଗିରିକି ଆସିଥିଲା ଯେତେବେଳେ ଆଉ ମୁଁ ଆଉ ଦେଖିନି ତା ଯାତ୍ରା। ନା ନା ସେଗୁଡ଼ା ମୁଁ କହିପାରିବିନି ସେ କେମିତି ପିଲା କ'ଣ ତାର ସେଇଟା ତାର ପ୍ରଫେସନ୍ ଉପରେ ତାଙ୍କର କଥାବାର୍ତ୍ତା ତେଣୁ ସେଇଗୁଡ଼ାକ ମୁଁ କିଛି ଜାଣିନି ସେ ବିଷୟରେ ମୁଁ କହିପାରିବିନି ଏମିତିରେ ସେ ଆମ ସାଙ୍ଗରେ ବହୁତ ଭଲ ବ୍ୟବହାର ଭଲ କଥାବାର୍ତ୍ତା ଭଦ୍ର ପିଲାଟିଏ ଏମିତି ଆମ ସାଙ୍ଗରେ ବହୁତ ଭଲ। ଆପଣଙ୍କ ପାଇଁ ପିୟୁଷ ହଁ ବହୁତ ଭଲ ନା ଗୁଡ୍ ବୟ ଗୁଡ୍ ଭେରି ଗୁଡ୍ ବୟ ପିୟୁଷ ଦର୍ଶକଙ୍କ ପାଇଁ ବ୍ୟାଡ୍ ବୟ ସେ ନେଗେଟିଭ କରୁଛି ବୋଲି ଆଉ ନା ମୋଟେ ନୁହେଁ ନା ତମ କାମ ତମର ମୋ କାମ ମୋର ମୁଁ ବୁମ୍ ଧରିକି ବୁଲିଲେ ହେବ କି ମୋତେ ପଚାରି ମୁଁ କିଛି ଗୋଟେ କୋଶ୍ଚିନ୍ ପଚାରି ପାରିବିନି ତମେ ଯେମିତି ପଚାରି ପାରୁଛ ମୁଁ ପଚାରି ପାରିବିନି ତମେ ବି ସେମିତି ଆନ୍ସର ଦେଇପାରିବନି ମୁଁ ଯେମିତି ଆନ୍ସର ଦେଇପାରିବି ତମେ ଦେଇପାରିବନି ଯେଝା କାମ ଯେଝାର କରିବା କଥା ଠିକ୍ ଅଛି। ହଁ ଯାଇକି କରୁଛନ୍ତି ଠିକ୍ ଅଛି ଆଜି କରୁଛନ୍ତି ଯେ କିନ୍ତୁ କରିବା ଉଚିତ ନୁହେଁ କ'ଣ ପାଇଁ ଆମେ ପଇସା ପାଇଁ ଯାଇ କରୁଛେ ଯାତ୍ରାରେ ତମର କିଛି ଦେଖେଇବାର ନାହିଁ ଆକ୍ଟିଂ ଦେଖେଇବାର ନାହିଁ ଏ ଗୋଟେ ଯୋଡ଼େ କ୍ୟାରେକ୍ଟର ତା ଭିତରେ ଗୋଟେ ନେଗେଟିଭ କ୍ୟାରେକ୍ଟର ହେଇଥିବ ନହେଲେ ହିରୋ ହିରୋଇନଟା ହେଇଥିବ ଏଇମାନଙ୍କୁ କେବଳ ଇଏ କରିବା କଥା ମେନ୍ ହେଉଛି ପଇସା ଆମେ ପଇସା ପାଇଁ ଯାଇ ଯାତ୍ରାରେ କରିବା କଥା ଅଧିକା ପଇସା ମିଳିବ ଏକକାଳୀନ ମିଳିବ ନାଇଁ ଏତେ ପଇସା ନାହିଁ ସିନେମାରେ ଯାହା ଥିଲା ଆମ ବେଳେ ଥିଲା ଏବେ ତ ବିଲକୁଲ ନାହିଁ କହିଲେ ଚଳେ ସେଥିପାଇଁ ଯାଉଛନ୍ତି କିନ୍ତୁ ମୋର କହିବା କଥା ଯେଝା ମାନେ ଡିପାର୍ଟମେଣ୍ଟ ଯେଝାର ଯାତ୍ରା ଜାଗାରେ ଠିକ୍ ଅଛି ସିରିଏଲ୍ ସିନେମା ଡ୍ରାମା ଯିଏ ଯାହା କରୁଛନ୍ତି ଠିକ୍ ଠାକ୍ ଜାଗାରେ ଅଛନ୍ତି ଆମେମାନେ ଯାଇକି ସେଠି ପଶିକି କରିବାଟା ଉଚିତ ନୁହେଁ ମୋ ମତରେ ଉଚିତ ନୁହେଁ ସେମାନେ ହଁ ଯାଉନାହାନ୍ତି କ'ଣ କିନ୍ତୁ ମୋ ମତଟା ମୁଁ ଜଣେଇଲି ଯାଉନାହାନ୍ତି କ'ଣ ଯାଉଛନ୍ତି ବର୍ତ୍ତମାନ ମୁଁ ଯାଇକି ସେଠି ଗୋଟେ ମା ରୋଲ୍ଟେ କରିବି
मत टे समस्ते बेसी भल पाइबे बेसी सम्मान देवे बेसी किंतु मोठू सेठी आहरी बढ़िया आर्टिस्ट अच्छा बहुत भल एक्टिंग करुवा आर्टिस्ट अच्छा 30 वर्ष 40 वर्ष एक्टिंग करुवा आर्टिस्ट मैंने भी सेठी अच्छा से केमती लगे केमती से फिल करेंगे से आम जानवा दरकार ना कहीं से कथा बापा कौच हाँ दिखती दिखती सेमती कहनी घर कथा घर भांगी जीव सेमती कौन कहती छी हाँ सेमती कौन करिया म्यूजिक वीडियो रे एते खरा होची आपण एते सीनियर लोकटी हमर सी को आपण भी खरा कटी होची ना रूम माने आम पई खरा कौन शीत कौन काकर कौन आर्टिस्ट बा आमे ठिया है कि आम चारिपटे लाइट जळले आमर देवाली आमे मेकअप टेबुल बसी मेकअप मारले आमर होली तेणु आम पई खरा वर्षा शीत काकर किछि नै चलनु अबेगासी नईवाल शूटिंग कले भी हम आर्टिस्ट मान जाई सेट शूटिंग करिवे एमी देछि जे देहरे जर ताती हाँ हाँ प्रबल प्रबल जर रे एकदम गाधेइबा सीन हेची विजय भाईंकर गोटे सीन रे विजय भाई 104 जर से दिन शूटिंग ऑफ सरीब से दिन शूटिंग किंतु पार्वती घोष पानी कूअरु काढ़िबे विजय महांती को ऊपर ढालिबे से गाधेइबे सीन हेची हबनी केंदी ना ना मु सिनेमा आउ करिया पई जाउनी बापा कोन करी की सिनेमा आउ कोन हमें पिला बेले देखुछु जो चेहराटी आपन था से चेहरा सेमते अछि ना से कहलबे बुढ़ी भी कहीं हम कहि परु सेटा बा आपन तम मानकर सब भल पाइबा से भल पाउछ बोली अपार सब भल लागुची कथा भल लागुची चाली भल लागुची सब भल लागुची आ जदि थरे अपा ऊपर चिड़ी जीव रागी हा एटा बेकारी आर्टिस्ट है जमा भल न ता व्यवहार भल चलला तापर एटा सत्य कथा एकदम सत्य कथा तुम सांग मानक स्तर रे भौणी भाई सबू समस्त तुम तुम सांग होई कि बोलछ गोटे जदि तुम मानक भितर के किछि भूल कर देला निश्चिंत खराब लागो अपन अपन कहा को बेसी भल पांदे मो निजको अपन दर्शक मानु दर्शक तो प्रथम सी तो ताकू तो प्रथम ताकू भल न पाइले सी तो पूरा देबे गोइठा जे एकदम जाइतिबु सी होचंदी प्रथम अच्छा न निजो को छाडला परे आउ के एमते अछि अपन बंधु कि बेस्ट फ्रेंड ना मो दर्शक को भल पाए मो फैमिली की बहुत भल पाए आउ अच्छा एबे आपण माने निजे निजर माने परमिशन नियंती ना नहीं आपण को ऊपर भी अथॉरिटी का रखि ना 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 मो बड़ भणी होचंदी तांको बिना परमिशन ने हम घरे पत्तर भी हलेनी बाबा हाँ एबे भी हाँ तांको आमे हिटलर बोली डाकू तांको फोटो भी टंगा हिता तळे लिखा हितला हिटलर बोली आमे हाँ बड़ भणीकर से सेल टैक्स रे सर्विस करथिले हमकु डरे कि हिटलर आसीबो खाइ दियो हिटलर आसीबो सब एमती डरांती हमकु सी हमर हिटलर माने आपण एबे भी जण को कंट्रोल रे हाँ आ मु नुहे आम घरे समस्त बड़ भणी की बहुत डरंती के गीत विषय रे कोन कहबे पीयूष और मनस्विनी बहुत बढ़िया जोड़ी आउ तो प्रथम आसिक मनस्विनी की देखिली भारी सुंदर लगुच जोड़ीटा मैच करुच्ची भारी भल ईश्वर करंतु म्यूजिक वीडियोटा एकदम हिट 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 सुपर हिट हो जाऊ आज जोई रूप रिजेक्ट करले पीयूष सी तो हिट है कि अच्छी आ ताकू कौन आ कहबी